गुड मॉर्निंग ओडिशा। चलतु जानिबा आजिर देश विदेशर गुरुत्वपूर्ण खबर। खबर गुड़िक जानिबा पूर्वरु आपणको अनुरोध भिडियोटी को गोटे लाइक करी चैनलटी को सब्सक्राइब करदेबे। नंबर 1, राज्य रे गत 20 तारिख रु खोली धान मंडी। तेबे वर्ष वर्ष धरी टोकेन टेंशन मिलर्स का मनमानी और कटनी छटनी रे छंदी होतिबा चाषी को मुक्ति देवाकू एथर मोहन सरकार प्रस्तुत करिसंती रोडमैप। ଏହି ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ନିମନ୍ତେ ସରକାର ଖୋଲିଛନ୍ତି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍। କଣ୍ଟ୍ରୋଲ ରୁମ୍ ମାଧ୍ୟମରେ ସବୁ ମଣ୍ଡି ଉପରେ ନଜର ରଖିବ ଯୋଗାଣ ବିଭାଗ। କଣ୍ଟ୍ରୋଲ ସେଣ୍ଟର ଦ୍ୱାରା ସବୁ ମଣ୍ଡିର ସିସିଟିଭି ଅନୁଧ୍ୟାନ ହେବ। ଯୋଗାଣ ବିଭାଗ ଏହା ଉପରେ 24 ଘଣ୍ଟା କାଳ ନଜର ରଖିବ। ଏଥିସହ ଧାନ ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ରୋକିବା ପାଇଁ ତୁରନ୍ତ କଠୋର ପଦକ୍ଷେପ ନିଆଯିବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍କୁ ଉଦ୍ଘାଟନ କରିଛନ୍ତି। ମଣ୍ଡି ସମ୍ପର୍କିତ ଅସୁବିଧା ନେଇ ଟୋଲ୍ ଫ୍ରି ନମ୍ବର 1967ରେ କଲ୍ କରିପାରିବେ ଚାଷୀ। ନମ୍ବର 2, ପିଏମ୍ ଆବାସ ଯୋଜନାର ନୂଆ ଗାଇଡଲାଇନ୍ ଆସିଛି। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ଦେବାକୁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଥିବା ନୂଆ ଗାଇଡଲାଇନ୍ରେ କେତେକ ନୂଆ ବ୍ୟବସ୍ଥା ଯୋଡ଼ିଛନ୍ତି। କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରାଯିବନି। ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ। ହିତାଧିକାରୀ ନିଜେ ଯୋଗ୍ୟ କି ନୁହନ୍ତି ତାହାର ସର୍ଭେ ନିଜେ କରିବେ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସୂଚନା ପ୍ରଦାନ କରିଛନ୍ତି। ପୂର୍ବରୁ ବାଇକ୍, ଫ୍ରିଜ୍ ଓ ଲ୍ୟାଣ୍ଡଲାଇନ୍ ଫୋନ୍ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା, କିନ୍ତୁ ଏହାକୁ ବଦଳା ଯାଇଛି। ଏସବୁ ଥିଲେ ବି ଆବାସ ଘର ଦିଆଯିବ। ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ 10,000 ରହିଥିଲା। ଏହାକୁ 15,000 କରାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି। ନମ୍ବର 3, 15 ଦିନ ମଧ୍ୟରେ ସରିବ ସୁଭଦ୍ରା ରିଜେକ୍ସନ ଯାଞ୍ଚ। ଏନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମାଲକାନଗିରି, ଗଜପତି, କୋରାପୁଟ ଜିଲ୍ଲାରେ ଅଧିକ ରିଜେକ୍ସନ ହୋଇଛି, ଯେଉଁଥିପାଇଁ ଏହି ସମସ୍ତ ସ୍ଥାନକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ପ୍ରଥମେ ଅର୍ଥାତ୍ ଆଜି ମାଲକାନଗିରିରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ସୁଭଦ୍ରା ଯୋଜନାକୁ ନେଇ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। 2025 ମାର୍ଚ୍ଚ 7 ତାରିଖ ସୁଦ୍ଧା ନାମ ପଞ୍ଜୀକରଣ କରିପାରିବେ ଆବେଦନକାରୀ। ସେହିପରି ମାର୍ଚ୍ଚ 8 ତାରିଖରେ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା। ନମ୍ବର 4, ଓଡ଼ିଶାରେ ପୁଣି ଦେଖାଦେଇପାରେ ଆଳୁ ସଙ୍କଟ। ପଶ୍ଚିମବଙ୍ଗ ସିଏମ୍ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶ ପରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଅଟକି ରହିଛି ଆଳୁ ବୋଝେଇ ଟ୍ରକ୍। ଆଗକୁ ଆଳୁ ଅଭାବର ଆଶଙ୍କା ଥିବାରୁ ଅନ୍ୟ ରାଜ୍ୟକୁ ଆଳୁ ଯୋଗାଇବା ପାଇଁ ମନା କରିଦେଇଛନ୍ତି ଦିଦି। ସେହିପରି ନୂଆ ଆଳୁ ନ ଆସିବା ପର୍ଯ୍ୟନ୍ତ ଜାନୁଆରୀ ଫେବୃଆରୀ ପର୍ଯ୍ୟନ୍ତ ରାଜ୍ୟରୁ ଆଳୁ ଯୋଗାଣ କରାଯିବନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବେଲଜା ନିକଟରେ ଓଡ଼ିଶାକୁ ଆସୁଥିବା ଆଳୁ ଗାଡ଼ିଗୁଡ଼ିକ ଅଟକି ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏପରି ଟ୍ରକ୍ ଅଟକି ରହିଛି। ସେହିପରି ଆଳୁ ଟ୍ରକ୍କୁ ଜଗି ରହିଛି ପଶ୍ଚିମବଙ୍ଗ ପୋଲିସ। ନମ୍ବର 5, ଭୁବନେଶ୍ୱର ବିମାନ ବନ୍ଦରରୁ ନୂଆ ବର୍ଷରେ ଉଡ଼ିବ 5ଟି ନୂଆ ବିମାନ। ଇଣ୍ଡିଗୋ ଏୟାରଲାଇନ୍ସ ତରଫରୁ ଏହି ସେବା ଜାନୁଆରୀ 1 ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ତରଫରୁ ଏହା ଜାନୁଆରୀ 3ରୁ ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଗୋ ବିମାନ ସପ୍ତାହକୁ 4 ଥର ଭୁବନେଶ୍ୱରରୁ ଇନ୍ଦୋର ଓ 3 ଥର ଭୁବନେଶ୍ୱରରୁ ଡେରାଡୁନ ଚଳାଚଳ କରିବ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ସପ୍ତାହକୁ 3 ଥର ଭୁବନେଶ୍ୱରରୁ ଲକ୍ଷ୍ନୌ ଓ ରାଜସ୍ଥାନ ଜୟପୁର ସହରକୁ ଚଳାଚଳ କରିବ। ଏଥିସହିତ ଏହା ସପ୍ତାହରେ 7 ଦିନ କେରଳର କୋଚି ସହରକୁ ମଧ୍ୟ ଚଳାଚଳ କରିବ। ନମ୍ବର 6, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବାକୁ ଚାଲିଛି ଷଡ଼ଯନ୍ତ୍ର। ଏନେଇ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍କୁ ଏକ ଧମକପୂର୍ଣ୍ଣ କଲ୍ ଆସିଛି। ଜଣେ ବ୍ୟକ୍ତି ଫୋନ୍ କରି ମୋଦିଙ୍କୁ ଜୀବନରୁ ମାରିଦେବାକୁ ଯୋଜନା ଚାଲିଥିବା କହିଛନ୍ତି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଜୋରଦାର ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନା ମୁତାବକ ବୁଧବାର ରାତି 9ଟାରେ ମୁମ୍ବାଇ ପୋଲିସର କଣ୍ଟ୍ରୋଲ ରୁମ୍କୁ ଏହି ଫୋନ୍ କଲ୍ ଆସିଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଛି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛନ୍ତି। ଏହାପରେ ମୁମ୍ବାଇ ପୋଲିସ ଏହା ସତ କି ନୁହେଁ ସେ ନେଇ ଯାଞ୍ଚ ଆରମ୍ଭ କରିଛି। ଏଥିସହ ଫୋନ୍ କଲ୍ କରିଥିବା ବ୍ୟକ୍ତି ଜଣକ କିଏ ତାହା ଜାଣିବା ପାଇଁ ଲୋକେସନ ଟ୍ରେସ୍ କରାଯାଉଛି। ନମ୍ବର 7, ଚତୁର୍ଥ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ମଙ୍ଗ ଧରିଲେ ହେମନ୍ତ ସୋରେନ। ଏଥର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟ ସହ ମିଶି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବହୁମତ ହାସଲ କରିଥିଲା।
ଏହାପରେ ବିଧାୟକ ଦଳ ନେତା ନିର୍ବାଚନ ହୋଇଥିଲେ ହେମନ୍ତ ସୋରେନ। ଆଜି ବିଧିବଦ୍ଧ ଭାବରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ସନ୍ତୋଷ ଗଙ୍ଗୱାର। ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟର ଚତୁର୍ଦ୍ଦଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ହେମନ୍ତ ସୋରେନ। ନମ୍ବର 8 କେରଳର ୱାୟନାଡ ସଂସଦୀୟ ଆସନରୁ ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରକ ଗୁରୁବାର ସଂସଦରେ ଲୋକସଭା ସଦସ୍ୟ ଭାବେ ଶପଥ ନେଇଛନ୍ତି। ପ୍ରିୟଙ୍କା ଶପଥ ନେବା ସମୟରେ ତାଙ୍କ ଭାଇ ରାହୁଲ ଗାନ୍ଧୀ, ମା ସୋନିଆ ଗାନ୍ଧୀ ସେଠାରେ ଉପସ୍ଥିତ ଥିଲେ। ଏହା ସହ ତାଙ୍କ ପୁଅ ରୋହନ ଏବଂ ଝିଅ ମାୟାରା ମଧ୍ୟ ସେଠାରେ ଥିଲେ। ୱାୟନାଡର କଂଗ୍ରେସ ନେତାମାନେ ନୂଆଦିଲ୍ଲୀ ଗସ୍ତ କରି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପ୍ରିୟଙ୍କାଙ୍କୁ ଏହି ଆସନରୁ ବିଜୟ ପ୍ରମାଣପତ୍ର ହସ୍ତାନ୍ତର କରିଛନ୍ତି। ନମ୍ବର 9 ଯଶପ୍ରୀତ ବୁମରା ପୁଣି ଥରେ ବିଶ୍ୱର ନମ୍ବର 1 ଟେଷ୍ଟ ବୋଲର ହୋଇଛନ୍ତି। ଆଇସିସି ପକ୍ଷରୁ ଜାରି କରାଯାଇଥିବା ଟେଷ୍ଟ ବୋଲିଂରେ ବୁମରା ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡାଙ୍କୁ ପଛକୁ ଠେଲି ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ଚଳିତ ବର୍ଷ ବୁମରା ଦ୍ୱିତୀୟ ଥର ପାଇଁ ଆଇସିସି ଟେଷ୍ଟ ବୋଲିଂ ରାଙ୍କିଙ୍ଗର 1 ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ପୂର୍ବରୁ ବୁମରା ରାଙ୍କିଙ୍ଗର ତୃତୀୟ ସ୍ଥାନରେ ରହିଥିଲେ। ତାଙ୍କ ଉପରେ ରାବାଡା ଓ ଜୋସ୍ ହାଜେଲଉଡ୍ ରହିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟରେ ଭାରତର କ୍ୟାପ୍ଟେନ୍ସି କରୁଥିବା ବୁମରାଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା। ସେ ମ୍ୟାଚରେ 8ଟି ୱିକେଟ୍ ନେବା ସହ ଭାରତ ମଧ୍ୟ 295 ରନର ବୃହତ୍ ବିଜୟ ହାସଲ କରିଥିଲା। ପର୍ଥ ପ୍ରଦର୍ଶନ ପରେ ବୁମରା 2ଟି ସ୍ଥାନ ଉପରକୁ ଉଠି 1 ନମ୍ବରରେ ପହଞ୍ଚି ଯାଇଛନ୍ତି। ନମ୍ବର 10 ସୁନା ଓ ରୂପା ମୂଲ୍ୟରେ ପ୍ରତ୍ୟେକ ଦିନ ପରିବର୍ତ୍ତନ ଦେଖିବାକୁ ମିଳୁଛି। ଆଜି ସୁନା ଦର ବୃଦ୍ଧି ପାଇଛି। ନଭେମ୍ବର 27 ତୁଳନାରେ ଆଜି ସୁନା ମୂଲ୍ୟ 300 ଟଙ୍କା ବୃଦ୍ଧି ପାଇଛି। ବିବାହ ଋତୁ ପାଇଁ ସୁନାର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଆଗକୁ ଆହୁରି ସୁନା ରୂପା ଦର ବଢ଼ିବାର ସମ୍ଭାବନା ରହିଛି। ଦେଶର ସମସ୍ତ ସହରରେ 24 କ୍ୟାରେଟ୍ ସୁନା ମୂଲ୍ୟ 77,000ରୁ ଅଧିକ ଥିବା ବେଳେ 22 କ୍ୟାରେଟ୍ ସୁନା ଦର 71,000ରୁ ଅଧିକ ରହିଛି। ସେହିପରି ଆଜି ରୂପା ଦରରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନି। 1 କିଲୋଗ୍ରାମ ରୂପା ମୂଲ୍ୟ 89,500 ଟଙ୍କା ରହିଛି।